যদি নিষ্পত্তিରେ ଭୁଲ ହବ ଆମେ ତ ଦଣ୍ଡ ପାଇବୁ। ଦଳ ବି କ୍ଷତି ହବ ଦଳ ଏବଂ ଆମ ଦଳ ଏପର୍ଯ୍ୟନ୍ତ ଯୋଉ ସବୁ କାର୍ଯ୍ୟ କରୁଛି ଏମିତି ଡେଭଲପମେଣ୍ଟ କାମ କେବେ ହେଇନଥିଲା। ପୁଣି ନବୀନ ପଟ୍ଟନାୟକ ଜିତିବେ ଆଉ କଣ। ମୁଁ ବହୁ ସଭାରେ କହିଛି, ଏହା ସ୍ପଷ୍ଟ ବି ହେଇଯାଇଛି। ଦିଅନ୍ତୁ କାହିଁ ତାଙ୍କର ଆମେ ଶତ୍ରୁ ହବା। ଗୋଟେ ମାଟିଏ ଠିଆ ହଉଛି, ଆଲାଉ କର ଠିଆ ହବା। କାରଣ ତମର ମୁଁ ଠିଆ ହବାଟା କଣ ମୋ ଉପରେ ନିର୍ଭର କରୁଛି କି? ମୁଁ ଲୋକଙ୍କ ସହିତ ଅଛି। ଲୋକ ଭୁଲ ତ ମୁଁ ବି କରୁଛି, ଦଳ କଲା। ତେଣୁ ମୁଁ ଭୁଲ କଲି ଏଇଥିପାଇଁ ଯାହା ଜବାବ ଦେଇଥିଲେ ସେ ଜବାବଟାକୁ କରିବାର ଯୋଉ କ୍ଷମତା ଅଛି ଯାହାଙ୍କ ଠାରେ ଅଛି, ଯାହାଙ୍କ ପାଖରେ ବି ଅଛି, ସେମାନେ ସେ ଭୁଲ କରିବେନି ବୋଲି ମୁଁ ଅନୁଭବ କରୁଛି। ତେଣୁ ଆମେ ଏତେ କାଉଳିଆ କାହିଁକି ହବା, ଏତେ ବିକଳିଆ କାହିଁକି ହବା? ମୁଁ ଭାବୁଛି ସେଇ ନିଷ୍ପତ୍ତି ନେବେ। ଯଦି ନିଷ୍ପତ୍ତିରେ ଭୁଲ ହବ ଆମେ ତ ଦଣ୍ଡ ପାଇବୁ। ଦଳ ବି କ୍ଷତି ହବ ଦଳର ଏବଂ ଆମ ଦଳ ଏପର୍ଯ୍ୟନ୍ତ ଯୋଉ ସବୁ କାର୍ଯ୍ୟ କରୁଛି ଏମିତି ଡେଭଲପମେଣ୍ଟ କାମ କେବେ ହେଇନଥିଲା। ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଆପଣ ଗୁଡାଏ ବିକାଶ କରିଛନ୍ତି। ଭୁବନେଶ୍ୱରର ଲଗାତାର ଆପଣ ଆଖିରେ ଦେଖୁଛନ୍ତି, କଣ କହିବି? ପାଣ୍ଡିଆନ ବାବୁଙ୍କର କଥା ଆପଣ ପଚାରୁନାହାନ୍ତି। ମୁଁ ଉପରେ ପଡିକି କହୁଛି, ସେ କରିପାରିବେନି। ପାଣ୍ଡିଆନ ବାବୁ ଯାହା କହିଛନ୍ତି ଖୁବ କମ ଦିନରେ, ଯୋଉଟା ସେ କହିଛନ୍ତି କରୁଛନ୍ତି। ତେଣୁ ତାଙ୍କ ଉପରେ ଯିଏ ଯାହା କହୁଛି କହୁ। ମୁଁ ତାଙ୍କୁ କେତେଟା କାମ କହିଥିଲି, କରିଦେଲେ। ମୁଁ ତାଙ୍କୁ ପ୍ରାୟ ଓଡିଆ ଭାଷା ୟୁନିଭର୍ସିଟି ଶ୍ରୀମୟୀ କଣ କରିବେ କି ନ କରିବେ, ଯେହେତୁ ଗୋଟେ ଅଛି ଆପଣଙ୍କର ପାର୍ଲାମେଣ୍ଟରେ ଗୃହୀତ ହେଇଯାଇଛି ମା ମାନଙ୍କ ପାଇଁ ଯୋଉ କୋଟା ନା ମାନେ, ଏବଂ ଏଠି ଯେମିତି ମିଶନ ଶକ୍ତି ଆଉ ଯୋଉ ଟାଇପର ଭଲ କାମ କରୁଛି ଗାଁ ଗହଳିରେ, ସେ ଦୃଷ୍ଟିରୁ ସିଏ କଣ ତାହା କରିକି ଯଦି ସେ ବାଟେ ଆସିଥାନ୍ତେ ଭଲ ହେଇଥାନ୍ତା। ଆଉ ଯଦି ସିଏ ଦଳ ତାଙ୍କୁ ସମର୍ଥନ କରିବ, ମୁଁ ବିରୋଧ କରିବାକୁ କିଏ? ସେ ମୁଁ ମୋ କର୍ତ୍ତବ୍ୟ କରିବାକୁ ଆସିଛି। ମୁଁ ଆମ ନବୀନ ପଟ୍ଟନାୟକ କାହିଁକି ବାରମ୍ବାର ପାଉଛନ୍ତି, କାହା ଦଳ ବିରୁଦ୍ଧରେ ବା କାହା ବିରୁଦ୍ଧରେ କହୁନାହାନ୍ତି। ମୋ ରାଜନୀତିଟା ସେୟା, କାହା ବିରୁଦ୍ଧରେ କାହିଁ କହିବା? ଯୋଉମାନେ ଅବହେଳା କରୁଛନ୍ତି ଆମ ରାଜ୍ୟକୁ, ସେମାନଙ୍କ ବିରୁଦ୍ଧରେ କହିବା। କୋର୍ଟକୁ ମାନ୍ୟତା ଦେବା ଆମର ଧର୍ମ। କୋର୍ଟ ଯୋଉଭଳି ଭାବରେ କହୁଛନ୍ତି ବର୍ତ୍ତମାନ, ଆପଣ ଦେଖନ୍ତୁ ନିରପେକ୍ଷ ଭାବରେ ସେ ଠିକ କଥା କହୁଛନ୍ତି। ତେଣୁ ତାକୁ ପାଳନ କରିବାର ଦାୟିତ୍ୱ କୋର୍ଟ ଯୋଉ ନିର୍ଦ୍ଦେଶ ଦେବ, ସଜୁଡ଼ି ସେଇ ଯୋଉ ମୁଁ ଅମାନ୍ୟ କରେ, ମୁଁ ମାନିବାକୁ ବାଧ୍ୟ। ତେଣୁ ସେଇ ଦୃଷ୍ଟିରୁ କୋର୍ଟ ଠିକ ନ୍ୟାୟ ଦେବ। ଆଉ ଗୋଟେ ପ୍ରଶ୍ନ ପଚାରି ଖାଲି ମୋ ବିରୁଦ୍ଧରେ ଖାଲି ବୁଲେଇବ, ଘନ ଘନ ଏମିତି କହିଦେଲା ସେମିତି କହିଦେଲା। ତେଣୁ ମୁଁ ଆଉ ବେଶୀ ସେ ଭିତରକୁ ଯାଉନି।